ମିର୍ଜା ତସଲିମ ବେଗ। ମୁଁ ହାପି କିଡ୍ସ ଇଂଲିଶ ମିଡ଼ିୟମର ଶିକ୍ଷକ ଭାବରେ ଏଠି କାର୍ଯ୍ୟରତ। ଆଉ ଆଜି ଆମେ ଏଇ ହାପି କିଡ୍ସ ଇଂଲିଶ ମିଡ଼ିୟମରେ ବହୁ ଉତ୍ସାହ ସହିତ ବନ ମହୋତ୍ସବ ପାଳନ କରିଛୁ। ପ୍ରତିବର୍ଷ ଆମ ହାପି କିଡ୍ସ ଇଂଲିଶ ମିଡ଼ିୟମରେ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ। ଆଉ ଏଠି ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ସବୁ ଛାତ୍ରଛାତ୍ରୀମାନେ ଆମେ ମିଶିକି ଏଠି ବହୁ ଉଲ୍ଲାସ ଖୁସି ସହକାରେ ଆମେ ବନ ମହୋତ୍ସବ ପାଳନ କରିଛୁ। ଆଉ ଏହା ସହିତ ଆମେ ଖାସ୍ କରିକି ଆମେ ବନ ମହୋତ୍ସବ ପ୍ରତିବର୍ଷ ପାଳନ ଏଥିପାଇଁ କରୁଛୁ କାରଣ ଆମର ଯେଉଁ ପ୍ରତିବର୍ଷ ଓଡ଼ିଶାରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ସେଥିପାଇଁ ଆମର ଉଦ୍ଭିଦ ଜଗତ ପ୍ରାୟ ଲୋପ ପାଇ ଆସୁଅଛି। ସେଥିସହିତ ଆମର ଯେଉଁ ହିସାବରେ ବର୍ତ୍ତମାନ ଡେଭଲପମେଣ୍ଟ ହେଉଛି କଳକାରଖାନାର ଆଉ ଯାନବାହନର ଆଉ ଆମର ଯେଉଁ ପପୁଲେସନ୍ ଗ୍ରୋଥ୍ ହେଉଛି ଖାସ୍ କରିକି ଇଣ୍ଡିଆରେ, ସେଥିପାଇଁ ଆମେ ପ୍ରାୟ ଯେଉଁ ପ୍ରାକୃତିକ ଯେଉଁ ଜଙ୍ଗଲ ଗୁଡ଼ାକ ସେଠି କ୍ଷୟ ହେବାକୁ ଲାଗିଅଛି। ସେଥିପାଇଁ ଆମେ ଏହାକୁ ରକ୍ଷା କରିବା ପାଇଁ ଆମେ ଆମର ଯେଉଁ ଭାରତ ସରକାର ମାନନୀୟ ପ୍ରଧାନମନ୍ତ୍ରୀ ଯିଏ ଅଛନ୍ତି ସେମାନେ ସେ ପ୍ରାୟ ଆମର ପ୍ରତିବର୍ଷ ଏ ବନ ମହୋତ୍ସବକୁ ପାଳନ କରିବା ପାଇଁ ମାନେ ସେ ଆମର ପରମିସନ୍ ଦେଇଛନ୍ତି। ସେଥିପାଇଁ ଆମେ ପ୍ରାୟ ସ୍କୁଲରେ ଖାଲି ଆମ ସ୍କୁଲରେ ନାହିଁ, ଏ ଦେଶ ସାରା ଆମର ଯେଉଁଠି ବି ସ୍କୁଲ ହେଉ, ଯେଉଁଠି ବି ଇନଷ୍ଟିଚ୍ୟୁଟ୍ ହେଉ, ଆଉ ସରକାରୀ ହେଉ ବେସରକାରୀ ହେଉ, ପ୍ରତ୍ୟେକ ଜାଗାରେ ଆମର ବହୁ ଉତ୍ସାହ ସହକାରେ ବନ ମହୋତ୍ସବ ପାଳନ କରୁଛନ୍ତି। ଏହା ସହିତ ଆମର ଯେଉଁ ବର୍ତ୍ତମାନ ଆମେ ଯଦି ଗୋଟେ ଉଦ୍ଭିଦ ଆମର ସର୍ବପ୍ରଥମେ ତ ସବୁଠୁ ବଡ଼ ଉପକାର କରେ ଆମକୁ ଅକ୍ସିଜେନ୍ ଦିଏ। ୱିଦାଉଟ୍ ଅକ୍ସିଜେନରେ ଆମେ କେମିତି ଜୀବନ ଲାଭ କରିବା? କାର୍ବନ ଡାଇଅକ୍ସାଇଡ଼ର ମାତ୍ରା ଯେଉଁ ହିସାବରେ ବଢ଼ିବାରେ ଲାଗେ ସେଇଟାକୁ ସେ କମେଇବାରେ ଆମର ନେଚରକୁ ଯେଉଁ ବାଲାନ୍ସ କରିକି ମେଣ୍ଟେନ୍ କରିକି ରଖେ ଏ ଉଦ୍ଭିଦ। ୱିଦାଉଟ୍ ଉଦ୍ଭିଦରେ ଆମେ ଏ ଜୀବଜଗତ ତିଷ୍ଠି କରିବା ଅସମ୍ଭବ। ଖାସ୍ କରିକି ଆମର ଯେଉଁ ବର୍ତ୍ତମାନ ଉଦ୍ଭିଦ ଜଗତ ନ ରହିଲେ ବର୍ଷା ବି ଅସମ୍ଭବ ହୋଇଥାଏ। ଏଥିପାଇଁ ଆମେ ପ୍ରତିବର୍ଷ ଆମେ ବହୁତ ଖୁସି ସହିତ ଆମେ ବନ ମହୋତ୍ସବ ପାଳନ କରୁଛୁ। ଆଉ ଆମେ ଖୁସି ଲାଗେ ଆମେ ଗୋଟେ ଖାଲି ଗଛ ନେଇ କି ଆମେ ପୋତିଦେବା ତାପରେ କାଲି ସକାଳେ ଇଆଡ଼େ ପଳେଇଯିବା, ସେ ଗଛ ବଞ୍ଚିଲା କି ନ ବଞ୍ଚିଲା ତାର ବି ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଯେମିତି ଆମେ ଗୋଟେ ଛୁଆକୁ ଜନ୍ମ କରିବା, ଯେମିତି ତାକୁ ବଡ଼ ହେବା ପାଇଁ ଆମେ ଯେମିତି ତାକୁ ତାର ସ୍ନେହ ପାଳନ କରିଥାଉ, ସେଇ ହିସାବରେ ଗୋଟେ ଗଛକୁ ଆମେ ସେଇ ହିସାବରେ ଆମେ ଯଦି ଗୋଟେ ପୋତିଲା ତାକୁ ନିଜ ପିଲା ଭାବରେ ତାକୁ ଯେମିତି ସ୍ନେହ ଆଦର ସହକାରେ ତାକୁ ଆମେ ପାଣି ଦେବା, ଗଛକୁ ବଡ଼ ହେବା ଯାଏଁ ତାର ସୁରକ୍ଷା ଆମର କର୍ତ୍ତବ୍ୟ।